ଦେଖ ଏ ଧନ ଦାରା ସୁତ ପଶୁ କୁଞ୍ଚର ଗୃହ କ୍ଷେତ୍ର ନାନା ସମ୍ପଦ ଅର୍ଥ କାମ କ୍ଷଣଭଙ୍ଗୁର ଦେଶମାନ ସମ୍ପଦ ନୁହଇ ନିଶ୍ଚଳ ଦେଶନେ ସମୁଦ୍ର ଉଲ୍ଲଳ। ଅର୍ଥାତ୍ ଇହଲୋକର ସକଳ ସମ୍ପତ୍ତି ଯେପରି ନାଶବାନ ଯଜ୍ଞ ଦ୍ୱାରା ମିଳୁଥିବା ସ୍ୱର୍ଗାଦି ଲୋକ ମଧ୍ୟ ଏହିପରି ନାଶବାନ। ତା ଛଡ଼ା ସେସବୁ ମଧ୍ୟରେ ଛୋଟ ବଡ଼ ଉଚ୍ଚ ନିଚ ତାରତମ୍ୟ ମଧ୍ୟ ରହିଛି। ତେଣୁ ସେସବୁ ସମ୍ପଦ ଦୋଷଶୂନ୍ୟ ନୁହେଁ। ଏକମାତ୍ର ପରମାତ୍ମା ହେଉଛନ୍ତି ଦୋଷଶୂନ୍ୟ ଓ କେହି ବି ତାହାଙ୍କର ଦୋଷ ଦେଖି ନାହାନ୍ତି କି ଶୁଣି ନାହାନ୍ତି। ତେଣୁ ପରମାତ୍ମାଙ୍କୁ ପାଇବା ନିମନ୍ତେ ଅନନ୍ୟ ଭକ୍ତିର ସହିତ ତାଙ୍କୁ ଭଜନ କରିବା ଆବଶ୍ୟକ। ତା ଛଡ଼ା ନିଜକୁ ବଡ଼ ବିଦ୍ୱାନ ବୋଲି ଭାବୁଥିବା ମନୁଷ୍ୟ ଇହଲୋକରେ ଯେଉଁ ଉଦ୍ଦେଶ୍ୟରେ ବାରମ୍ବାର ବିଭିନ୍ନ କର୍ମ କରି ଚାଲେ ସେହି ଉଦ୍ଦେଶ୍ୟ ସଫଳ ହେବା ଦୂରରେ ଥାଉ ବରଂ ତାହାର ବିପରୀତ ଫଳ ହିଁ ମିଳିଥାଏ।